ପାହାଡ଼ରେ ଭରା ଜଙ୍ଗଲଟିଏ ଥାଏ। ସେହି ଜଙ୍ଗଲରେ ରାନୁ ଚଢ଼େଇ ତା ଝିଅ କୁନି ସାଙ୍ଗରେ ରହୁଥାଏ। ଗୋଟେ ଦିନ ଜଙ୍ଗଲରେ ବରଫ ବର୍ଷା ହେଲା। ଆଉ ବରଫ ବର୍ଷା ହେବାରେ ତାଙ୍କ ଘରଟି ଚାରିଆଡ଼େ ଫାଙ୍କ ଫାଙ୍କ ହୋଇ ଭାଙ୍ଗିଗଲା। ଆରେ ମା, ଆସ ଦେଖିବ, ଆମ ଘର ତ ଭାଙ୍ଗିଗଲା। ଆମେ ଏଥର କେମିତି ଏ ଶୀତ ଦିନରେ ରହିବା? ଆମକୁ ତ ବହୁତ ଶୀତ ଲାଗିବ। ହଁ ରେ ମା, ତୁ ସତ କହିଲୁ। ଚାଲ ଆମେ ଜଙ୍ଗଲ ଭିତରକୁ ଯାଇ କିଛି ପତ୍ର ଆଣିବା, ଆଉ ଆମ ଘର ଉପରେ ଥିବା ଫାଙ୍କା ସ୍ଥାନରେ ପକାଇଦେବା। ମା ରାନୁ ଚଢ଼େଇ ଓ ଝିଅ କୁନି ଦୁହେଁ ମିଶି ଜଙ୍ଗଲ ଭିତରକୁ ଗଲେ। ଆରେ ଝିଅ କୁନି, ଏଠି ତ ସବୁ ଛୋଟ ଛୋଟ ପତ୍ର। ଆମେ ବଡ଼ ପତ୍ର ଆଣିବା କୋଉଠୁ? ହଁ ମା, ତୁମେ ସତ କହୁଛ। ଏଠି ତ କିଛି ଗଛରେ ବଡ଼ ପତ୍ର ନାହିଁ। ଆରେ ମା, ଏଠାକୁ ଆସ। ଅନାଅ, ଏଠାରେ ଗୋଟିଏ ବଡ଼ ପଣସ ଗଛ ଅଛି, ଆଉ ତାର ପତ୍ର ମଧ୍ୟ ବଡ଼ ବଡ଼ ହୋଇଛି। ହଁ ରେ ମା କୁନି, ଚାଲ ଏହି ପଣସ ଗଛରୁ ପତ୍ର ତୋଳ। ଆମେ ଏହି ପତ୍ରକୁ ସବୁ ନେଇ ଆମ ଘର ଉପରେ ପକାଇଦେବା। ତାପରେ ରାନୁ ଆଉ କୁନି ପଣସ ଗଛରୁ ପତ୍ର ଛିଣ୍ଡାଇବାକୁ ଗଲାରୁ ହଠାତ୍ ପଣସ ଗଛରୁ ଆବାଜ ଆସିଲା। ଆରେ, କିଏ ମୋ ପଣସ ଗଛରୁ ପତ୍ର ତୋଳିଛି? ଆରେ, ଲାଗୁଛି ଏ ପଣସ ଗଛଟି ଯାଦୁର ପଣସ ଗଛ। ଆରେ ଯାଦୁର ପଣସ ଗଛ, ମୋ ଘରଟି ବରଫ ବର୍ଷା କାରଣରୁ ଭାଙ୍ଗି ଯାଇଛି। ସେଥିଲାଗି ତୁମ ଗଛରୁ କିଛି ପତ୍ର ନେଇଥାନ୍ତି ମୁଁ ମୋ ଘର ଉପରେ ପକେଇବାକୁ। ଆଚ୍ଛା ହଉ, ଚଢ଼େଇ, ତୋର ଯେତେ ଇଚ୍ଛା ସେତେ ପତ୍ର ନେଇଯା। ହେଲେ ଆଉ ଗୋଟେ କଥା ତୁ ମନେ ରଖ, ମୁଁ ହେଲି ଗୋଟିଏ ଯାଦୁର ପଣସ ଗଛ। ଯଦି ତୁ ଚାହିଁବୁ, ତୁ ମୋତେ କିଛି ବର ମାଗି ନେଇପାରିବୁ। ଆରେ ମା, ଇଏ ତ ବହୁତ ବଢ଼ିଆ କଥା। ତୁମେ ଆମ ଲାଗି ଗୋଟେ ସୁନ୍ଦର ଘର ମାଗ ନା ଯାଦୁର ପଣସ ଗଛକୁ। ଆରେ ନାଇଁ ମା କୁନି, ପରିଶ୍ରମ କରି ଖଟି ଖାଇବାରେ କିଛି ଅଲଗା ମଜା ଅଛି। ଆରେ ନାଇଁ ଯାଦୁର ପଣସ ଗଛ, ତୁମେ ମୋତେ ସାହାଯ୍ୟ କରିବାକୁ ଆଗେଇ ଆସିଲ, ସେଥିଲାଗି ତୁମକୁ ବହୁତ ବହୁତ ଧନ୍ୟବାଦ। ତାପରେ ରାନୁ ଚଢ଼େଇ ଓ ଝିଅ କୁନି ପଣସ ପତ୍ର ଧରି ସେଠାରୁ ଚାଲିଗଲେ। ଆରେ, ଲାଗୁଛି ଏହି ଚଢ଼େଇର ହୃଦୟ ବହୁତ ନିର୍ମଳ ଆଉ ସ୍ୱାର୍ଥପର। ନହେଲେ ଏଇ କଳିଯୁଗରେ ଯାଚିଲା ଧନକୁ କିଏ ଛାଡ଼ୁଛି? ତାପରେ ରାନୁ ଓ କୁନି ଚଢ଼େଇ ଦୁହେଁ ମିଶି ଘର ସଜାଡ଼ିବା କାମରେ ଲାଗି ପଡ଼ିଲେ। ଏମିତି 2 ଦିନ ଘରଟି ଭଲରେ ରହିଲା। କିନ୍ତୁ ତୃତୀୟ ଦିନ ରାତିରେ ଜୋରରେ ବରଫ ବର୍ଷା କାରଣରୁ ଘରଟି ପୁଣି ଥରେ ଭାଙ୍ଗିଗଲା। ମା ଝିଅ ଦୁହେଁ ରାତିରେ ଘର ଭିତରେ ଥରୁଥାନ୍ତି। ଆରେ ମା, ଯାଦୁର ପଣସ ଗଛ ତ ଆମକୁ ବର ଦେବାକୁ ଚାହୁଁଥିଲା, ହେଲେ ତୁମେ ମନା କଲ। ଯଦି ତୁମେ ଘର ଗୋଟେ ତୁମେ ମାଗିଥାନ୍ତ, ତାହେଲେ ଆଜି ଆମେ ଏତେ କଷ୍ଟ ପାଉନଥାନ୍ତେ। ଆରେ ନାଇଁ ମା କୁନି, ତୁ ଏମିତି ଅଳସୁଆ ଭଳି କଥା କହନା। ଆମେ ପରିଶ୍ରମ କରି ଗୋଟିଏ ସୁନ୍ଦର ଘର କରିବା। ଏମିତି ରାତି ହୋଇ ସକାଳ ହେଲା। ଆରେ ମା, ଆସ ଜଙ୍ଗଲକୁ ଯିବା। କିଛି ପତ୍ର ଆଣି ଆମ ଘରେ ପକେଇବା, ନହେଲେ ଆଜି ରାତିରେ ଆମେ ଯେମିତି ଶୀତର ପ୍ରକୋପରୁ ଥରିଲେ ସେମିତି ରାତି ସାରା ଥରିବା। ହଁ ରେ ମା କୁନି, ଚାଲ ଚାଲ, ଶୀଘ୍ର ଚାଲ, ଯାଦୁର ଗଛ ପାଖକୁ ଯିବା, ପତ୍ର ଆଣିବା। ତାପରେ ମା ଝିଅ ଦୁହେଁ ଯାଦୁର ପଣସ ଗଛ ପାଖକୁ ପହଞ୍ଚିଲା ବେଳକୁ ଦେଖିଲେ ପଣସ ଗଛଟିକୁ କିଏ ଜୋରରେ ଆଘାତ କରିଛି, ଆଉ ପଣସ ଗଛଟି ବହୁତ କଷ୍ଟରେ କାନ୍ଦୁଛି। ବହୁତ କଷ୍ଟ ଲାଗୁଛି, ମୋତେ ବହୁତ କଷ୍ଟ ଲାଗୁଛି। ଆରେ ମୁଁ ମରିଯିବି, ଆଉ ବେଶୀ ସମୟ ମୋର ନାହିଁ। ଆରେ ଯାଦୁର ପଣସ ଗଛ, ଇଏ ତୋର କ'ଣ ହେଲା?
ଆରେ ଚଢ଼େଇ, କାଲି ସକାଳ ସମୟରେ ଏହି ରାସ୍ତା ଦେଇ ଗୋଟିଏ ଦୁଷ୍ଟ ପେଚା ଯାଉଥିଲା। ଆଉ ସେ ଜାଣିପାରିଲା ମୁଁ ଗୋଟିଏ ଯାଦୁର ପଣସ ଗଛ ବୋଲି। ଆଉ ସେ ଜବରଦସ୍ତି ମୋତେ କିଛି ବର ଦେବାକୁ କହିଲା। ଆଉ ମୁଁ ତା କଥାରେ ରାଜି ହେଲିନି। ସେଥିଲାଗି ମୋତେ ଗୋଟେ କୁରାଢ଼ୀ ସାହାଯ୍ୟରେ ଆଘାତ କରି ସେଠାରୁ ଉଡ଼ି ଚାଲିଗଲା। ଆରେ ଯାଦୁର ପଣସ ଗଛ, ତୁମକୁ ବହୁତ କଷ୍ଟ ହେଉଛି ନା? ଆରେ ଚଢ଼େଇ, ମୋତେ ଲାଗୁଛି ମୁଁ ଆଉ ଅଳ୍ପ ସମୟ ବଞ୍ଚିବି, କାରଣ ମୁଁ ଏ କଷ୍ଟ ସହିପାରୁନି। ଆରେ ମା କୁନି, ତୁ ଜାଣିଛୁ ନା କ୍ଷତ ଜାଗାରେ କୋଉ ପତ୍ର ଲଗାଇଲେ କ୍ଷତରୁ ଉପଶମ ମିଳିବ? ହଁ ମା, ମୁଁ ଜାଣିଛି, ତୁମେ ମୋତେ ଶିଖାଇଛ ପରା। ଆରେ କୁନି, ତୁ ଶୀଘ୍ର ଆମ ଘର ପାଖରେ ଥିବା ପଥର ଜଙ୍ଗଲକୁ ଯାଇ ସେଠି ସେଇ ଔଷଧର ପତ୍ର ଆଣେ। ମୁଁ ଯାଦୁର ପଣସ ଗଛ ପାଖରେ ଅଛି। ହଉ ମା, ମୁଁ ଯାଉଛି। କୁନି ଚଢ଼େଇ ଡେରି ନକରି ପଥର ଜଙ୍ଗଲ ପାଖକୁ ଗଲା। ଆଉ ସେଠାରୁ କିଛି ଜଡ଼ିବୁଟି ପତ୍ର ଆଣିଲା। ଆଉ ମା ରାନୁ ଚଢ଼େଇକୁ ଦେଲା। ରାନୁ ଚଢ଼େଇ ପତ୍ରଟିକୁ ବାଟି ସେ ଯାଦୁର ପଣସ ଗଛ ଉପରେ ଆଘାତ ସ୍ଥାନରେ ଲେପ ଦେଇଦେଲା। ଆଉ ତାର ଟିକେ କଷ୍ଟ ଦୂର ହେଲା। ଆରେ ଚଢ଼େଇ, ତୋ ପାଇଁ ମୁଁ ଆଜି ବଞ୍ଚିଗଲି। ଆରେ ନାଇଁ ନାଇଁ, ମୁଁ ତୁମ ଗଛରୁ କେତେ ପତ୍ର ନେଇ ମୋ ଘର କାମରେ ଲଗାଉଛି। ତାଠୁ ବଡ଼ ଉପକାର ଆଉ ତୁମେ କ'ଣ କରିବ? ମୁଁ ତୁମ ପାଇଁ କିଛି ବି କରିନି। ଆରେ ଯାଦୁର ପଣସ ଗଛ, ମୁଁ ପ୍ରତିଦିନ ତୁମ ପାଇଁ ଏହି ଜଡ଼ିବୁଟି ବନେଇ ଆଣିବି। ୟାକୁ ପ୍ରତିଦିନ ତୁମ କ୍ଷତ ଥିବା ସ୍ଥାନରେ ଲଗେଇଦେବି। ଏହି କ୍ଷତଟି ଖୁବ୍ ଶୀଘ୍ର ଭଲ ହୋଇଯିବ। ଏମିତି ପ୍ରତିଦିନ ରାନୁ ଚଢ଼େଇ ଜଡ଼ିବୁଟି ଆଣି ଯାଦୁର ପଣସ ଗଛ ଉପରେ ଲଗାଇବାରୁ କ୍ଷତ ଜାଗାଟି ପୂରାପୂରି ଭଲ ହୋଇଗଲା। ଆରେ ଚଢ଼େଇ, ତୋ ପାଇଁ ମୁଁ ଆଜି ନୂଆ ଜୀବନ ପାଇଲି। ତୁ ମୋର ଗୋଟେ କଥା ରଖିବୁ? ହଁ କୁହ ଯାଦୁର ପଣସ ଗଛ, ତୁମେ ତ ବନ୍ଧୁ ହୋଇସାରିଲଣି, ଆଉ ମୁଁ ତୁମ କଥା ରଖିବିନି କେମିତି? ତୁମେ ମୋ ଗଛରୁ ଗୋଟିଏ ପଣସ ଛିଣ୍ଡାଅ, ଆଉ ସେହି ପଣସଟିକୁ ନେଇ ତୁମେ ଯେକୌଣସି ଜାଗାରେ ପୋତିଦେବ, ସେ ଗୋଟିଏ ସୁନ୍ଦର ପଣସ ଘରରେ ପରିଣତ ହୋଇଯିବ। ଆଉ ଏ ଯାଦୁର ପଣସ ଘର ବର୍ଷା, ବାତ୍ୟା, ଝଡ଼ ପବନରେ ମଧ୍ୟ କିଛି ହେବ ନାହିଁ। ରାନୁ ଚଢ଼େଇ ଖୁସି ହୋଇ ଯାଦୁର ପଣସ ଗଛ ଡାଳରୁ ଗୋଟିଏ ପଣସ ନେଇ ଘରକୁ ଆସିଲା। ମା ମା, ଇଏ କ'ଣ ଗୋଟେ ପଣସ? ଆରେ ମା କୁନି, ଇଏ ଏମିତି ସେମିତି ପଣସ ନୁହଁ, ଇଏ ହେଲା ଯାଦୁର ପଣସ। ଯାଦୁର ପଣସ? ହଁ, ୟାକୁ ଆମେ ଚାଲ ଆମ ବାଡ଼ିରେ ପୋତିଦେବା। ଇଏ ଗୋଟିଏ ଯାଦୁର ପଣସ ଘରରେ ପରିଣତ ହୋଇଯିବ। ତାପରେ ରାନୁ ଚଢ଼େଇ ପଣସଟିକୁ ନେଇ ଗାତ କରି ବାଡ଼ିରେ ପୋତିଦେବାରୁ ସେ ଗୋଟିଏ ସୁନ୍ଦର ଯାଦୁର ପଣସ ଘରରେ ପରିଣତ ହୋଇଗଲା। ଆଉ ରାନୁ ଚଢ଼େଇ ଝିଅ କୁନି ଦୁହେଁ ମିଶି ସେ ପଣସ ଘର ଭିତରେ ଖୁସିରେ ରହିଲେ। ଆଉ ସେ ପଣସ ଘରଟି ବର୍ଷା, ବାତ୍ୟା, ଝଡ଼ ପବନ ଓ ବରଫ ବର୍ଷାରୁ ମୁକ୍ତ କରି ରଖିଲା। ଆଉ ମା ଝିଅ ଦୁହେଁ ଖୁସିରେ ଯାଦୁର ପଣସ ଗଛକୁ ଧନ୍ୟବାଦ ଦେବା ପାଇଁ ମିଠା ନେଇ ଚାଲିଗଲେ। ଆରେ ଯାଦୁର ପଣସ ଗଛ, ତ ଯାଦୁର ପଣସ ଘର ବହୁତ ସୁନ୍ଦର। ବରଫ ବର୍ଷା, ଝଡ଼, ବାତ୍ୟା ସବୁଥିରୁ ଆମକୁ ରକ୍ଷା କରୁଛି। ନେ, ଏଇ ମିଠା ମୁଁ ମୋ ନିଜ ହାତରେ ଖୁସିରେ ଘରେ ବନେଇକି ଆଣିଛି ତୁମ ପାଇଁ। ହଁ ହଁ, ମୋତେ ଖୋଇଦିଅ। ଏମିତି ଯାଦୁର ପଣସ ଘର ଭିତରେ ମା ଝିଅ ଖୁସିରେ ରହିଲେ।